ଶ୍ରୀମନ୍ଦିରର ଶେଷ ଦେବଦାସୀ ଶଶିମଣି ଦେବୀଙ୍କ ଦେହାନ୍ତ। ଶଶିମଣିଙ୍କର ଆଜି ପୁରୀରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟା ସାଇଥିଲେ। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିଥିଲା। ଆଜି ଅପରାହ୍ନରେ ପୁରୀ ଦୋଳମଣ୍ଡପ ସାହିରେ ଥିବା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀମନ୍ଦିରରେ ଦେବଦାସୀ ପରମ୍ପରା ବନ୍ଦ ହେବା ପରେ ଶଶିମଣି ଥିଲେ ଶେଷ ଦେବଦାସୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ସେ ଦେବଦାସୀ ଭାବେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ। ଚନ୍ଦନ ଯାତ୍ରା, ଝୁଲଣ ଯାତ୍ରା, ନନ୍ଦୋତ୍ସବ ଆଦି ଅବସରରେ ସେ ଦେବଦାସୀ ସେବା କରି ଆସୁଥିଲେ। ଶଶିମଣିଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି, ସେବାୟତ, ଭକ୍ତ ଓ ଅନ୍ୟମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି। କିନ୍ତୁ ସେ କହିଥିଲେ ସତରେ ଯେ ମୁଁ ଚାଲିଯିବି, କିନ୍ତୁ ନବକଳବର ପର୍ଯ୍ୟନ୍ତ ରହିପାରିବିନି। ତ ସେଇଟା ବେଶୀ ହିଁ କଷ୍ଟ ଲାଗିଲା, ବେଶୀ ଦୁଃଖ ଲାଗିଲା। ଏତେ ଦିନ ଜୀବନ ସଂଘର୍ଷ ପରେ ଏତେ ବଡ଼ ଦିନରେ ଗୁରୁବାରରେ ଆଜି ଜଗନ୍ନାଥଙ୍କର ଏକାନ୍ତ ହୁଏ। ସବୁବେଳେ ଏକାନ୍ତରେ ହିଁ ସେ ଏକାନ୍ତ ହେଇକି ପଳେଇଲେ।